हाय हेलो फ्रेंड नमस्कार। ମୁଁ ଆପଣମାନଙ୍କ ପାଇଁ ଉଲା ପୁଲାର କାହାଣୀ ନେଇ ଆସିଛି। ଦିନେ ଉଲା ଆଉ ପୁଲା ଦୁଇ ସାଙ୍ଗ ହଉଥିଲେ। ସେ ଦୁଇ ଜଣ ଦିନେ ଝଗଡ଼ା। ଉଲା କହିଲା ପୁଲାକୁ, କହିଲା ସବୁବେଳେ ତୁ ମାଗଣା ଖାଉ, ଯେଉଁ ଜାଗାରେ କାହାର ଗୋଟେ କପଡ଼ା ପଡ଼ିଥିଲେ ବି ଉଣ୍ଡେଇକି ଘରକୁ ନେଇ ଆସୁ, ତୁ ମାଗଣା ପାଉ, ଉଲା କହୁଛି ପୁଲାକୁ ସରି। ପୁଲା କହିଲା ମୁଁ ମାଗଣା ନେଉଛି? ଶଳା ଉଲା ତୋତେ କିଛି ଜଣା ନାହିଁ। ଶଳା ଦିନେ ତୋ ଦଦା ପଠେଇଲା ଯା କଦଳୀ ଆଣିବୁ, ଶଳା ତୁ ମାର୍କେଟରୁ ଆଖୁ ନେଇକି ଆଇବୁ। ଯଦି ମୁଁ ଉଲା, ମୁଁ ଗୋଟେ ପ୍ରଶ୍ନ ଜାଣିବି, ସେ ପ୍ରଶ୍ନର ଉତ୍ତର ଯଦି ଦେଇଦେବୁ ମୁଁ ଜାଣିବି ଉଲା ତୋର କେତେ ପାୱାର। ରାଗି ଯାଇକି ଉଲା କହୁଛି ଉଲାକୁ, କହୁନୁ ମତେ କହିଦେ, କହୁନୁ। ଏମିତି ରାଗିଗଲା। କିଛି ସମୟ ଗଲା ପରେ ଉଲା କୁ ପଚାରିଲା ଉଲା, କହିଲା ଏ ବି ସି ଡି ଇ ଏଫ୍ ଜି ଏଚ୍ ଆଇ ଜେ କେ ଏଲ୍ ଏମ୍ ଏନ୍ ଓ ପି କ୍ୟୁ ଆର୍ ଏସ୍ ଟି ୟୁ ଭି ଡବ୍ଲ୍ୟୁ ଏକ୍ସ ୱାଇ ଜେଡ୍, ଏମିତି 26ଟା ଯାକ ଅକ୍ଷର ସେ କହିଲେ 26ଟାରେ ଆମେ ଫେଡ଼ାଣ କରିବା। ଆଜି କ'ଣ କରିବା? ଫେଡ଼ାଣ କରିବା। ଉଲା କହୁଛି ପୁଲାକୁ, କହିଲା ହଉ ତମେ। ପୁଲା କହିଲା ହଉ ଦେଖି ତ କହିଲ। ସେଠୁ ପୁଲାକୁ ଉଲା କହିଲା ଏ ବି ସି ଡି 26ଟା ଏରୁ ଜେଡ୍ ପର୍ଯ୍ୟନ୍ତ ଅକ୍ଷର ଥିବା ମଧ୍ୟରେ ଯଦି ଏକ ଗଲେ ଆଉ ରହିବ କେତେ? ପୁରା ଅତି ଆନନ୍ଦ ଖୁସି ହେଇଗଲା। ଉଲାକୁ କହିଲା ମତେ ସାମାନ୍ୟ ପ୍ରଶ୍ନଟେ କ'ଣ ଗୋଟେ ତମେ ପଚାରିଲ, ମୁଁ ଭାବିଲି ମତେ ପୃଥିବୀର ବଡ଼ ଭାରା ଜିନିଷ, ମୁଁ ଯଦି ଏଇଟା କହିଦିଏ ତମେ ମତେ କ'ଣ ଦେବ? ସେ ତାଙ୍କ ଭିତରେ ହେଲା 3 ଥର ବସୁଠାବ ବୋଲି ସେ କହିଲେ। କହିଲା ଦେଖ ଆରେ ଉଲା ତୋତେ କିଛି ଜଣା ନାହିଁ ବୋଲି ତୁ ମତେ ସାମାନ୍ୟ ପ୍ରଶ୍ନ ପଚାରିଲୁ। ଆରେ 25ଟା ରହିଲା, 25ଟା। କହିଲା 1 ପଳେଇଲା 26ଟାରୁ ଆଉ ରହିଲା 25ଟା। ସେ ସେଠି ଥାଇ କହିଲା ତୁ ବହୁତ ଶିକ୍ଷିତ, ତୁ ପକ୍କା ମୂର୍ଖଟା, ତୁ ପକ୍କା ମୂର୍ଖଟା। ସେଥିରେ ଥାଇ ଉଲା କହିଲା କହୁନୁ ମୁଁ କେମିତି ପକ୍କା ଉଲାଟା ହେଲି? କେମିତି ପକ୍କା ପୁଲାଟା ହେଲି, ମାଗଣା ଖିଆଟା ହେଲି? କହିଲା ଆରେ ମୁଁ ଉଲାକୁ ତୋତେ ପଚାରିଥିବା ପ୍ରଶ୍ନର ଠିକ୍ ଦେଇଦେଲି। ଉଲା କହିଲା ଆରେ ମୂର୍ଖ, ଆଉ ରହିଲା 24ଟା, ତୋତେ କିଛି ଜଣା ନାହିଁ, ଆଉ ରହିଲା 24ଟା। ଏଇ 24ଟା ଉଲା ଦୁଇ ଭିତରେ ସେ 24ଟା କଲା ମତେ ବତେଇ ଦିଅ। କହିଲା ଆରେ ଏ କେ ଗଲା, ଆଉ ରହିଲା 24ଟା। ଆରେ ମୂର୍ଖ। ଯଦି ଏଇ କବିତାଟି ଭଲ ଲାଗୁଥାଏ, ଉଲା ପୁଲାର କାହାଣୀ, ତାହେଲେ ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ବୈଦିଷ୍ଟିକମାନଙ୍କୁ ଭୂମିଷ୍ଠ, ଛୋଟ ପିଲାମାନଙ୍କୁ ବି ମୋର ଭଗବାନଙ୍କ ପାଖରେ ଆଶୀର୍ବାଦ। ଏଇ କବିତାଟାକୁ ନେଇ ଉଲା ପୁଲାର କବିତାକୁ ଯଦି ନେଇ ଆସିଛି, ଯଦି ଭଲ ଲାଗିବ ଆପଣମାନେ ଖୁସି ହେବେ।